ଆପଣ କହିଲେ କୋଉ 4 ଜଣ ଯିବେ ଏମିତି ଗୋଟେ ଖାଲି ଅନ୍ଧାରେ ବାଡ଼ି ବୁଲେଇଲେ କେମିତି ହବ ଗୋଟେ 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 ଶୂନ୍ୟକୁ ଆକାଶକୁ ଆପଣ ଟେକା ଫିଙ୍ଗିବେ ଏଇଠି ଆକାଶରେ ପକ୍ଷୀ ଉଡୁଛି ମାରି ଟେକାରେ ଏମିତି ହବନି ମୁଁ ଯେବେଠୁ ଦେଖିଛି ଆମର ମାନ୍ୟବର ନବୀନ ପଟ୍ଟନାୟକଙ୍କର କାର୍ଯ୍ୟକଳାପ ସେ ସବୁବେଳେ ସବୁ କାମ ବି ସିରିୟସ୍ ଥାନ୍ତି ଏବଂ ବେସିକାଲି ନିର୍ବାଚନ ପାଇଁ ମଧ୍ୟ ସେ ବହୁତ ସିରିୟସଲି କାମ କରିଥାନ୍ତି ତେଣୁ ଗୋଟେ ଦଳ ଚଳେଇବା ଗୋଟେ ଦଳକୁ ନେତୃତ୍ୱ ଦେବା ଏଇଥିରେ ସିରିୟସନେସ୍ ରହିବା ଉଚିତ এটা ନୂଆ କଥା କ'ଣ ଜଣେ ଯଦି ନିଜ ଦଳକୁ ସୁସଂଗଠିତ କରି ରଖିବା ପାଇଁ ଚେଷ୍ଟା କରନ୍ତି ତାକୁ ଆପଣ ଗୋଟେ ଦାୟିତ୍ୱ ସମ୍ପନ୍ନ କଥା କହିବା କଥା ସିରିୟସନେସ୍ ଅଛି ବୋଲି କହିବା ଦରକାର କିନ୍ତୁ ଆପଣ କହିବେ ଭୟର କିଛି ମାନେ ନାହିଁ 2014 ରେ ଗୋଟେ ନିର୍ବାଚନ ହେଇଥିଲା ସେଥିରେ ବି ବିଜୁ ଜନତା ଦଳ ପ୍ରାର୍ଥୀ ଦେଇଥିଲେ ସେତେବେଳେ ଏଭଳି ସ୍ଥିତି ଦେଖିବାକୁ ମିଳୁନଥିଲା କିଏ 2014 ରେ ଆପଣ ମାନେ ଯେତେ ସବୁ ନୂଆ ସାମ୍ବାଦିକ ଅଛନ୍ତି ଏତେ ଜୋର ସାମ୍ବାଦିକ କରିନଥିବେ କି ନୂଆ ନୂଆ ଆସିଥିବେ ଏଭ୍ରି ଇଲେକ୍ସନ୍ ହାଜ୍ ବିନ୍ ଟେକନ୍ ସିରିୟସଲି ବାଇ ଆୱାର ଅନରେବୁଲ ନବୀନ ପଟ୍ଟନାୟକ ସବୁ ନିର୍ବାଚନକୁ ସେ ସିରିୟସଲି ନିଅନ୍ତି ଶୁଣନ୍ତୁ 4ଟା ସିଟ୍ ପାଇଁ 5 ଜଣ ପ୍ରାର୍ଥୀ ଭୋଟ ଗହମ ଗୋଟି ଗଣିତା ଗୋଟିଏ ଭୋଟ ଯେମିତି ଭୁଲ ନ ହେବ ସେଇଥିପାଇଁ ଆମକୁ ଅତି ସତର୍କତା ସହକାରେ ଭୋଟ ଦେବା ପାଇଁ ଟ୍ରେନିଂ ନେବାକୁ ପଡ଼ିବ ଯିଏ ଯେତେ ବଡ଼ ଶିକ୍ଷିତ ହୋଇଥାଉ ବେଳେବେଳେ ସାମାନ୍ୟ ମିଷ୍ଟେକ୍ ମଧ୍ୟ ହେଇଯାଏ ତେଣୁ ଗୋଟିଏ ଭୋଟର ମୂଲ୍ୟ ଆମ ପାଇଁ ବହୁତ ଅଧିକା ତେଣୁ ଆମେ ଚିନ୍ତା କରିବା ଯେ ଭୋଟଟା କେମିତି ସଠିକ୍ ଭାବରେ ଦେବା ଟିକେ ବିନ୍ଦୁ ବିସର୍ଗ ଭୁଲ ନ ହେବ ସେଇଥିପାଇଁ ଟ୍ରେନିଂ ଏଇଟା ଖାଲି ଆମ ଦଳ ଟ୍ରେନିଂ ଦେଉଛି କଂଗ୍ରେସ ଦଳ ଦେବ ଭାରତୀୟ ଜନତା ପାର୍ଟି ଦେବ ସବୁ ଦଳ ଟ୍ରେନିଂ ଦେବେନି କେମିତି କିନ୍ତୁ ଆପଣମାନଙ୍କର ଫୋକସଟା ହେଉଛି ବିଜୁ ଜନତା ଦଳ କ'ଣ କଲା ଠିକ୍ ଅଛି ଭଲ ତାହେଲେ ଆମେ ଆଗରେ ଅଛୁ ଆଜ୍ଞା ଶୁଣନ୍ତୁ ଆମେ ସବୁଦିନ ଯିବୁ ଅସୁବିଧା କ'ଣ ଅଛି ନବୀନ ନିବାସ ଆମ ନିବାସ ଆମେ ସବୁଦିନ ଯିବୁ ଆଉ ଆମେ ଯାଉଛୁ କି ନ ଯାଉଛୁ ଆପଣ